ବଢ଼ିବନି ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ଲୋକସଭାରେ ମନ୍ତ୍ରୀଙ୍କ ସୂଚନା। ବଢ଼ିବ ନାହିଁ ଅଙ୍ଗନବାଡ଼ି କର୍ମଚାରୀଙ୍କ ଦରମା। ଶୁକ୍ରବାର ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି ଯେ ପୋଷଣ ଯୋଜନାରେ ନିୟୋଜିତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି କରିବାର କୌଣସି ପ୍ରସ୍ତାବ ନାହିଁ। ମନ୍ତ୍ରୀ କହିଛନ୍ତି ଯେ ଅଙ୍ଗନବାଡ଼ି କର୍ମୀମାନେ ସମ୍ମାନଜନକ କର୍ମୀ, ଯେଉଁମାନେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କର ସ୍ଥାନୀୟ ସମ୍ପ୍ରଦାୟରେ ଶିଶୁର ଯତ୍ନ ଏବଂ ବିକାଶ ପାଇଁ ସେମାନଙ୍କର ସେବା ପ୍ରଦାନ କରନ୍ତି। ତେଣୁ ବର୍ତ୍ତମାନ ଏଭଳି କୌଣସି ପ୍ରସ୍ତାବ ସରକାରଙ୍କର ବିଚାରରେ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ପୋଷଣ ଯୋଜନାରେ ନିୟୋଜିତ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ଦରମା ବୃଦ୍ଧି କରିବା ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି କି ବୋଲି ସଂସଦରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ଠାକୁର ଏହି ସୂଚନା ଦେଇଛନ୍ତି। ସୂଚନା ଥାଉ କି ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ସମ୍ମାନଜନକ ଦରମା ପ୍ରଦାନ କରାଯାଏ। ଏହା ଶେଷ ଥର ପାଇଁ ଅକ୍ଟୋବର 1, 2018ରେ ସଂଶୋଧିତ ହୋଇଥିଲା। ଏହାକୁ 6 ବର୍ଷରୁ ଅଧିକ ସମୟ ବିତିଥିଲେ ବି କେନ୍ଦ୍ର ସରକାର ଏମାନଙ୍କର ଦରମା ବୃଦ୍ଧି କରିବା କଥା ବିଚାରକୁ ନେଇନାହାନ୍ତି। ଏହି 6 ବର୍ଷ ଭିତରେ ବଜାରରେ ଅନେକ ପରିବର୍ତ୍ତନ ହୋଇସାରିଛି। 2019 ପରଠାରୁ ମହଙ୍ଗା ବଜାରରେ 2-3 ଗୁଣ ବୃଦ୍ଧି ପାଇଛି। ହେଲେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାଙ୍କ ସମ୍ମାନଜନକ ରାଶି ବୃଦ୍ଧି କଥା ଚିନ୍ତା ନ କରିବା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ବର୍ତ୍ତମାନ ନିୟମିତ ଅଙ୍ଗନବାଡ଼ି କେନ୍ଦ୍ରରେ କାମ କରୁଥିବା ଅଙ୍ଗନବାଡ଼ି କର୍ମୀମାନେ ପ୍ରତି ମାସରେ 4,500 ଟଙ୍କା ପାଉଥିବା ବେଳେ ମିନି ସେଣ୍ଟରରେ କାମ କରୁଥିବା କର୍ମୀମାନେ 3,500 ଟଙ୍କା ପାଉଛନ୍ତି। ଅଙ୍ଗନବାଡ଼ି ସହାୟିକାମାନଙ୍କୁ ପ୍ରତି ମାସରେ 2,250 ଟଙ୍କା ଦରମା ଦିଆଯାଏ। ଏହା ସହିତ ଅଙ୍ଗନବାଡ଼ି କର୍ମୀମାନଙ୍କୁ କାର୍ଯ୍ୟ ଦକ୍ଷତା ଆଧାରିତ 500 ଟଙ୍କା ଏବଂ ଅଙ୍ଗନବାଡ଼ି ସହାୟକମାନଙ୍କୁ 250 ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଏ। ତ ଦର୍ଶକ ବନ୍ଧୁ, ଇଏ ଥିଲା ଆଜିର ଅପଡେଟ୍। ଯଦି ଭିଡିଓଟି ଭଲ ଲାଗିଛି ଗୋଟେ ଲାଇକ୍ କରି ଅନ୍ୟମାନଙ୍କୁ ସେୟାର କରି ଦିଅନ୍ତୁ ଏବଂ ଏହିଭଳି ଇନଫରମେସନ ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।